ସମସ୍ତଙ୍କୁ ନମସ୍କାର ଏବଂ ଗୁଡ୍ ମର୍ଣ୍ଣିଂ। ନୂଆ ବ୍ଲଗ୍ରେ ଆପଣମାନଙ୍କୁ ସୁସ୍ୱାଗତ। ଆଜି ଡେଟ୍ ହେଲା 4 ଡିସେମ୍ବର 2025। ମୁଁ ଯେଉଁ ଏଇଟା ଏକୁଜା ସ୍କୁଟିଟା ଆଣିଥିଲି ଏଇଟା ପ୍ରାୟ କେତେ ମାସେ କେତେ ଦିନ ଗୋଟେ ହେଉଛି। ଏଟାରେ ଗୋଟେ ପ୍ରୋବ୍ଲେମ୍ ଦେଖିଲା, ଦେଖନ୍ତୁ ଏଇଟା ଅନ୍ କଲା ପରେ ବି ଏଟାର କିଛି ଆସୁନି, ମାନେ ଡିଜିଟାଲ୍ କିଛି ଆସୁନି। ଏମିତିକି ତାକୁ ଡିକିଟା ବି ମୁଁ ଯେଉଁ ତାର କଟ୍ ଅଫ୍ ସୁଇଚ୍ଟା ଅଛି ଏଟାକୁ ବି ଅନ୍ ଅଫ୍ କରିକି ଦେଖାଉଛି। ଏଇଟା ଅନ୍ କଲି ତାପରେ ବି ସେ କିଛି ବି ଆସୁନି। ଏମିତିକି ଚାର୍ଜର ଦେଲେ ବି ଯେଉଁଟାକି ଆମର ରେଡ଼୍ ଲାଇଟ୍ ଜଳିବା କଥା, ଚାର୍ଜରଟା ଅନ୍ କଲା ପରେ ଏଇଠି ଆମର ଖାଲି ଗ୍ରୀନ୍ ଲାଇଟ୍ ହିଁ ଜଳିକି ରହୁଛି। ଗ୍ରୀନ୍ ଦେଖନ୍ତୁ ଏଇଟା ଚାର୍ଜ ବି ନେଉନି। ଏଇଟା କ'ଣ ଗୋଟେ ସର୍ଟ ଫଟ୍ କି କ'ଣ ଗୋଟେ ହେଇଥିବ ଯେଉଁଟାକି କରେଣ୍ଟଟା ସେ ଆସିପାରୁନି। ତ ଭିଡ଼ିଓରେ ବନି ରୁହନ୍ତୁ। ମେକାନିକ୍ ଆଜି ଡାକିକି ଆଣିବା, କ'ଣ ହେଉଛି କ'ଣ। ମୁଁ ଏଇ କିଛି ସମୟ ଆଗରୁ ସେ ବ୍ୟାଟେରୀ ସୋରୁମ୍କୁ ଫୋନ୍ କରିଥିଲି, ବ୍ୟାଟେରୀ ଗାଡ଼ି ଯେଉଁ ସୋରୁମ୍। ତ ସେ କହିଲେ ତାଙ୍କର ମିସ୍ତ୍ରୀ ଆସିନାହାନ୍ତି, ଘଣ୍ଟେ 2 ଘଣ୍ଟାରେ ଆପଣଙ୍କ ଘରେ ନେଇକି ସେ ଠିକ୍ କରିଦେଇକି ଆସିବେ। ମୁଁ ଗାଡ଼ିକୁ ଦେଖନ୍ତୁ ଧୋଇ ଧୁଆକି ପୁରା ସଜେଇକି ରଖିଦେଇଛି। ସେ ଆସନ୍ତୁ କ'ଣ କ'ଣ କରୁଛନ୍ତି, କେମିତି କ'ଣ କାମ ହେଉଛି, କି ଏଇ ପ୍ରୋବ୍ଲେମ୍ ହେଲେ କେମିତି ଆପଣମାନେ ବି ୟାକୁ ନିଜେ ଠିକ୍ କରିପାରିବେ। ଯଦି ଯେଉଁ ପ୍ରୋବ୍ଲେମ୍ଟା ମୁଁ ଆଗକୁ ଯାହାର ଥିଲା ଇଲେକ୍ଟ୍ରିକ୍ ସ୍କୁଟିର ସେଇଟା ସଲ୍ଭ ହେଇଗଲା। ଆଉ ସେଇଟା କିଛି ହେଇନଥିଲା, ଖାଲି ବ୍ୟାଟେରୀଟା ଟିକେ ଏପଟ ସେପଟ ହେଇଥିଲା ଜାର୍କିନ୍ରେ। ଏଇନା ସେ ମିଟର ଫିଟର ବି ସବୁ ଦେଖିଲେ ତ ମିଟର ବି ସବୁ ଆସୁଛି, ସବୁ ଠିକ୍ ହେଇଗଲା। ଆଉ ଯେହେତୁ 1.5 ବର୍ଷ ୱାରେଣ୍ଟିରେ ଗାଡ଼ିଟା ଅଛି, ତ ସେମାନେ କିଛି ଚାର୍ଜ ବି ନେଲେନି। ସେ ଯିଏ ତାଙ୍କ ମେକାନିକ୍ ଥିଲେ ସେ ଘରକୁ ଆସିକି କରିଦେଇକି ପଳେଇଲେ ବିନା ଚାର୍ଜରେ। ତ ଆଜି ପାଇଁ